ଜୟ ଜଗନ୍ନାଥ ଦୋସ୍ତ। କାଲି ବଡ଼ି ଖାଇବାକୁ ବହୁତ ମନ ହେଲା, ସେଥିପାଇଁ ଉରଦ ଡାଲକୁ ଆମେ ରାତିରେ ଭିଗାଇ ରଖିଥିଲୁ ଓ ସକାଳୁ ଉଠି ଗ୍ରାଇଣ୍ଡରରେ ପିସିଲୁ और ତାକୁ କାଢ଼ି ଆମେ ବଡ଼ି ପାଇଁ ବ୍ୟାଟର ପ୍ରସ୍ତୁତ କରିବାକୁ ପଡ଼ିବ। କାହିଁକି ନା ବଡ଼ିକୁ ଯେତେ ଫେଣେଇବେ ସେତେ ସିଏ ହାଲୁକା ହେଲେ ଯାଇକି ବଡ଼ି ପାଇଁ ତିଆରି ହେଇଯାଏ। ସେଇଥିପାଇଁ ଆମେ ବଡ଼ି ଫେଣଉଥିବା ମେସିନରେ ସେ ବ୍ୟାଟରକୁ ପକାଇ ଘୁରେଇ ତାକୁ ହାଲୁକା ହେଲା ଯାଏ, ଯେମିତି ଆମ ହାତକୁ ଲାଗିବ ଯେ ହଁ ହାଲୁକା ହେଇଗଲା, ମତଲବ ବଡ଼ି ପାଇଁ ବ୍ୟାଟର ପ୍ରସ୍ତୁତ ହୋଇଗଲା। ଆଉ ତାକୁ ଆମେ କେମିତି ଜାଣିବୁ? ତାକୁ କାଢ଼ି ଆମେ ପାଣିରେ ପକାଇଲେ ସେ ଭାସିବ, ପାଣିରେ ଭାସିବ। ଯାହା ସେଇଠୁ ଆମେ କନଫର୍ମ ହେଇଯାଉ ଯେ ବଡ଼ିଟି ବ୍ୟାଟର ବଡ଼ି ପ୍ରସ୍ତୁତ ହୋଇଗଲା। और ତାକୁ ଆମେ ଗୋଟେ ଥାଳିରେ କାଢ଼ି ତାକୁ ସେଥିରେ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ଛେଚି ପକାଇ ତାକୁ ଟିକେ ମିକ୍ସ କଲୁ, ଯାହାକି ଟିକେ ଖାଇବା ପାଇଁ ବହୁତ ଟେଷ୍ଟି ଲାଗେ। ହାତ ତିଆରି ବଡ଼ି ଖାଇଲେ ବହୁତ ଟେଷ୍ଟି ଲାଗେ। ସେ ବ୍ୟାଟର ପ୍ରସ୍ତୁତ ହୋଇଗଲା। ତାପରେ ଖରାରେ ଯାଇ ଭାଉଜଙ୍କୁ କହିଲି ଗୋଟେ ପଲିଥିନ୍ ପରିଷ୍କାର କରି ପକାଇଲେ और ମୁଁ ସେଥିରେ ବଡ଼ି ପ୍ରସ୍ତୁତ ତାକୁ ଗୋଲ ଗୋଲ କରି ବଡ଼ି ପକାଇଲେ और ଭାଉଜ ମୁଁ ଦୁଇ ଜଣ ମିଶି ବଡ଼ି ପ୍ରସ୍ତୁତ କରିଦେଲୁ।